ଟିକେ ବର୍ଣ୍ଣନା କରିପାରିବିନି ଏତେ ଆନନ୍ଦ ଏତେ ଖୁସି ଏଇଟା ମହାପ୍ରଭୁଙ୍କ ଆଶୀର୍ବାଦ। ମୁଁ ପାଟର ବିଷୟୀ ସନ୍ତୋଷ କୁମାର ପାତ୍ର। ବଡ଼ ଠାକୁର ବଡ଼ ଦାଣ୍ଡ ବଡ଼ ଶ୍ରୀକ୍ଷେତ୍ର ବଡ଼ ଧାମ ମହାପ୍ରଭୁଙ୍କ ସବୁ ବଡ଼ ବିଶ୍ୱ ପ୍ରସିଦ୍ଧ ବଡ଼ ରାକ୍ଷୀ ମଧ୍ୟ ସେ ପରିଧାନ କରିଥାନ୍ତି। ইয়াଠୁ ବଳି ଖୁସି ଆନନ୍ଦ ଆମର ଜୀବନରେ ଆଉ କିଛି ନାହିଁ। ଏହା ଚିତା ଲାଗି 2 ଦିନ ପରଠାରୁ ଆମେ ଏହା ପ୍ରସ୍ତୁତ ଆରମ୍ଭ କରିଥାଉ। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମକୁ ବାସୁଙ୍ଗା ପାଟ ଯୋଗେଇଥାନ୍ତି। ସମ୍ପୂର୍ଣ୍ଣ ସହଯୋଗରେ ଆମେ ଏହା 4ଟି କଲରରେ ବିଭକ୍ତ କରି 4ଟି ରାକ୍ଷୀ ଆଉ 4ଟି ଗୁଆମାଳ ପ୍ରସ୍ତୁତ କରିଥାଉ। ଗୋଟିଏ ମାଳରେ 54ଟି ଗୁଆ ଲାଗିଥାଏ। ଏହା ଆମେ ପ୍ରସ୍ତୁତ କରି ସମ୍ପୂର୍ଣ୍ଣ କରିଥାଉ। ଗୁଆମାଳ କୁହାଯାଏ। 54ଟି ଗୁଆ ତା ଭିତରେ ଲାଗିଥାଏ। 54ଟି ଗୁଆରେ ଗୋଟେ ମାଳ ହୁଏ। ଏପରି 4ଟି ମାଳ ପ୍ରସ୍ତୁତ କରାଯାଏ 4ଟି କଲରରେ। ଏଇଟା ବାସୁଙ୍ଗା ପାଟ ଏଇଟା ବାସୁଙ୍ଗା ପାଟରେ ମହାପ୍ରଭୁଙ୍କର ଶ୍ରୀଅଙ୍ଗରେ ଏଇଟା ଲାଗି ହୁଏ। ଏଇଟା ଆମେ ଚିତା ଲାଗି 2 ଦିନ ପରଠାରୁ ପ୍ରସ୍ତୁତ ଆରମ୍ଭ କଲୁଣି। ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଲାଣି। ଆଉ ଗୋଟେ 2 ଦିନ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହେଇଯିବ। ହେଲେ ଆମେ 19 ତାରିଖ ଦିନ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଗମା ପୂର୍ଣ୍ଣିମା ରାକ୍ଷୀ ବନ୍ଧନ ପଡ଼ିଥିବାରୁ ଆମେ ଏହା ଶ୍ରୀମନ୍ଦିରକୁ ହସ୍ତାନ୍ତର କରିବୁ 2 ଦିନ ପରେ। ଏହା ମୁଁ 14 ବର୍ଷ ହେଲା କଲିଣି ଆମର ବାପାଙ୍କ ସହିତ ମିଶି। ଆଉ ଏହା ମଧ୍ୟ ବର୍ତ୍ତମାନ ମୋ ପୁଅ ମଧ୍ୟ 10 ବର୍ଷ ହେଲାଣି ବହୁତ ଛୋଟ ସମୟରୁ ସିଏ ମୋତେ ସହଯୋଗ କରି ଆସୁଛି। ବର୍ତ୍ତମାନ ଆମେ ଦୁଇ ଜଣ ମିଶି ମହାପ୍ରଭୁ ସେବା ବୃହତ୍ତମ ରାକ୍ଷୀକୁ ସମ୍ପୂର୍ଣ୍ଣ କରିବାକୁ ଯାଉଛୁ। ଏହା ଆମେ ଏକଭଳି ଅଭିସନ୍ନ କରି ଏହା ଶୀତୁକୃତ ଭାବରେ ଆମେ ଏଇ ଘର ଭିତରେ ରହି ମହାପ୍ରଭୁ ସେବା କରୁଛୁ। କିନ୍ତୁ ବାହାରୁ କୌଣସି ଦ୍ରବ୍ୟ କୌଣସି ଆମେ ଏଇ 10-15 ଦିନ କେବେ ହେଲେ ବାହାର ଜିନିଷ ଭୋଗ କରିନଥାଉ। ରାକ୍ଷୀ କରୁ ଚିତା ଲାଗି ରାହୁ ରେଖା ଆଉ ପଇତା ଲାଗି ମଧ୍ୟ କରୁ। ଏସବୁ ଗୁପ୍ତ ସେବା ଅଟେ। ଏ ମଧ୍ୟ ଆମେ ମହାପ୍ରଭୁଙ୍କର ସେବା କାର୍ଯ୍ୟ କରୁ। ଏହା ତ ଆଜ୍ଞା ଆମର ଗୋଟେ କୋଉ ଜନ୍ମରେ କ'ଣ ମହାପ୍ରଭୁ ଆମକୁ ପାଖରେ ରଖିଛନ୍ତି ସେବାର ସୁଯୋଗ ଦେଇଛନ୍ତି। ଆମେ ତାଙ୍କର ସେବା କରୁଛୁ। ଏଇଟା ୟାଠୁ ବଢ଼ିକି ଆମର ଖୁସି ଆନନ୍ଦ ଆଉ ଆମକୁ ୟାଠୁ ବଢ଼ିକି ଆମ ଜୀବନରେ ଆଉ କିଛି ନାହିଁ। ଏଭଳି ସେବା କରି ଆମ ଜୀବନ ଯାଉ। ମହାପ୍ରଭୁଙ୍କ ଯେତେବେଳେ ମହାପ୍ରଭୁ ଏହା ପରିଧାନ କରିଥାନ୍ତି ଏହା ପ୍ରଥମ ଭକ୍ତମାନେ ସବୁ ଦର୍ଶନ କରନ୍ତି। ବହୁତ ଆନନ୍ଦ ଉପଭୋଗ କରନ୍ତି। ଏଇ ଗୋଟେ ଦୁର୍ଲଭ ଦର୍ଶନ। ଏହା ସଂସାର ମଙ୍ଗଳ ପାଇଁକା ମହାପ୍ରଭୁ ମାନବ ଲୀଳା କରିଥିବାରୁ ମଣିଷ ଯେମିତିକା ରାକ୍ଷୀ ପିନ୍ଧେ ମହାପ୍ରଭୁ ଶ୍ରୀମନ୍ଦିର ସେୟା ପାଳନ କରାଯାଏ। ଏଇଟା ଗୋଟେ ମହାପ୍ରଭୁଙ୍କର ଗୋଟେ ବହୁତ ଖୁସିର ଦିନ। ବଳଭଦ୍ର ମହାପ୍ରଭୁଙ୍କୁ ସେଇଦିନ ମୋ ଜନ୍ମଦିନ ହୋଇଥାଏ। ଏଇଟା ଗୋଟେ ଅତି ବହୁତ ବଡ଼ ଏଇ ସେବା ଯିଏ କରିବ ମହାପ୍ରଭୁ ସେବା ଯେକୌଣସି ସେବା ଯିଏ କରୁଛନ୍ତି ତାଙ୍କର ଗୋଟେ ମନର ଭାବ ବାହୁଳରେ ସେମିତି ଲାଗେ। ଇଏ ଦାରୁ ବ୍ରହ୍ମ ମହାପ୍ରଭୁ ନିଜେ ସ୍ୱୟଂ ଇଏ ମାନବ ଲୀଳା କରୁଛନ୍ତି। ଇଏ ମଣିଷ ସହିତ କଥାବାର୍ତ୍ତା ମଧ୍ୟ କରୁଛନ୍ତି। ସେତିକି ଭାବ ଦରକାର। ଭାବ ସ୍ନେହ ସଦା ସେ ବନ୍ଧା। ଇଏ ଭକ୍ତର ଭଗବାନ। ଭକ୍ତ ହଉଛନ୍ତି ସବୁଠୁ ବଡ଼। ଏଭଳି ଭାଇ ଭଉଣୀଙ୍କ ସମ୍ପର୍କ ରହୁ। ମହାପ୍ରଭୁ ମଧ୍ୟ ଏହା ଭଉଣୀ ମଧ୍ୟ ସୁଭଦ୍ରା 2 ହସ୍ତ ବାନ୍ଧି ବହୁତ ଖୁସି ସେଇଦିନ ଥାଆନ୍ତି। ଏଇଟା ଗୋଟେ ଖୁସିର ଦିନ। ବିଶ୍ୱବାସୀ ମଧ୍ୟ ଖୁସି ଦିନକୁ ପାଳନ ଆଉ ଏଇଭଳି ସମ୍ପର୍କ ରଖନ୍ତୁ। ଏହା ହେଲା ସବୁଠୁ ବଡ଼ ଖୁସି।